ସାଙ୍ଗମାନେ ଆପଣମାନେ ତ ଜାଣିଛନ୍ତି ବର୍ତ୍ତମାନ ବର୍ଷା ସିଜିନ୍। ବର୍ଷା ସିଜିନ୍ରେ କିଛି ଚଟପଟା ଗୁଡ଼ମୁଡ଼ିଆ ଜିନିଷ ଖାଇବାକୁ ଇଚ୍ଛା ହୁଏ ନା କ'ଣ କହୁଛନ୍ତି ସାଙ୍ଗମାନେ? ମୁଁ ସେଥିପାଇଁ ଏ ମଚମଚିଆ କୁଡ଼ମୁଡ଼ିଆ ବରା ଗୁଡ଼ିକୁ ବନେଇ ଦେଇଛି। ଏ ବରା ଗୁଡ଼ିକୁ ବନେଇବା ପାଇଁ କ'ଣ କ'ଣ ସାମଗ୍ରୀ ଆମର ଦରକାର, କେମିତି ଏ ବରା ତିଆରି ହେଲା ଚାଲନ୍ତୁ ଦେଖିବା। ୟାକୁ ବନେଇବା ପାଇଁ ମୁଁ ଏଠିକୁ 2ଟି ଆଳୁକୁ ମୁଁ ଗ୍ରେଟିଂ କରିଦେଇଛି। ଗୋଟାଏ ବଡ଼ ପିଆଜକୁ ମୁଁ କୁଚେଇ ନେଇଛି। କିଛି ଭୃଷଙ୍ଗ ପତ୍ର ମୁଁ କୁଚେଇ ଦେଇଛି। କିଛି କଞ୍ଚା ଲଙ୍କାକୁ କୁଚେଇ ଦେଇଛି। ଏଥିରେ ଆମେ ଦେଇଦେବା 1 କପ୍ ସୁଜି ଆଉ 1 କପ୍ ବେସନ ଦେଇଦେଲି। ଏଥିରେ ଆମେ ଗୋଟା ଜିରା କିଛି ପକାଇଦେବା ଆଉ ଗୋଲମରିଚ ଗୁଣ୍ଡ ଆମେ ଏଠି କିଛି ଦେବା। ଗୋଲମରିଚ ଗୁଣ୍ଡଟା ଦେଲେ ବହୁତ ଲାଭ ମିଳିଥାଏ, ହଜମ ପ୍ରକ୍ରିୟାରେ ସାହାଯ୍ୟ କରିଥାଏ ଆଉ ଆମର ଫ୍ଲେଭରଟା ବି ବହୁତ ଭଲ ଲାଗିଥାଏ। କିଛି ହଳଦୀ ଗୁଣ୍ଡ ମୁଁ ଦେଇଦେଲି ଆଉ ସ୍ୱାଦ ଅନୁଯାୟୀ ଆମେ ଏଠି ଲୁଣ ଦେଇଦେବା। ସ୍ୱାଦ ଅନୁଯାୟୀ ମୁଁ ଏଠି ଲୁଣ ନେଇନେଲି। ଏବେ ୟାକୁ ଭଲସେ ମାଖିବା। ମୁଁ ତ ମାଖି ଦେଇକି ତାକୁ କିଛି ସମୟ ଛାଡ଼ି ଦେଇଥିଲି। ତାପରେ ଆମର ଏମିତି ହିସାବରେ ବରା ଗୁଡ଼ିକୁ ବନେଇବା। ଚାଲନ୍ତୁ ତ ତାପରେ ଆମେ ଗ୍ୟାସ୍ ଲଗାଇଦେବା। ମୁଁ ଗ୍ୟାସ୍ ଲଗାଇକି ତେଲ କଢ଼ା ବସାଇ ଦେଇଛି। ତେଲକୁ ଛାଡ଼ି ଦେଇଛି ଗରମ ହେବା ପାଇଁ। ତାପରେ ଆମେ ବରା ପକାଇବା। ତେଲ ଆମର ଗରମ ହେବାକୁ ଲାଗିଲାଣି। ମୁଁ ବରା ଗୁଡ଼ିକୁ ଛାଡ଼ି ଦେଉଛି। ଲାଗିଯିବ ବେଶୀ ଦେଲେ, ଏତକ ଥାଉ। ତାପରେ ପୁଣି ପକାଇବା ପରେ ତ ସାଙ୍ଗମାନେ ତିଆରି ହେଇଗଲା ଆମର ଏଠି ବରା।